ଶ୍ରୀକୃଷ୍ଣଙ୍କର ସତ୍ୟ ତିନୋଟି ବଚନ। ଆପଣ ବିପଦ ସମୟରେ ଏହି ତିନୋଟି କଥାକୁ କେବେ ହେଲେ ଆପଣମାନେ ଭୁଲନ୍ତୁ ନାହିଁ। ବିପଦ ସମୟରେ ଏହି ତିନୋଟି କଥା କେବେ ହେଲେ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ମଣିଷ ଜୀବନରେ ଅନେକ ଛୋଟ ବଡ଼ ସମସ୍ୟା ଆସିଥାଏ, ଯାହା ମଣିଷକୁ କିଛି ନା କିଛି ଶିକ୍ଷା ଦେଇଥାଏ। ସଙ୍କଟ ବା ବିପଦ ନାମ ଶୁଣିବା ମାତ୍ରେ ହିଁ ଆମେ ସବୁ ଭୟ କରିଥାଉ। ଏହି ଦୁନିଆରେ ଏମିତି କୌଣସି ପ୍ରାଣୀ ନାହିଁ ଯିଏ ବିପଦର ସାମ୍ନା କରିନଥିବା କିମ୍ବା ଯାହା ଆଗରେ ବିପଦ ଆସିନଥିବ। ଅନେକ ଲୋକ ଏ ଦୁନିଆକୁ ଆସୁଛନ୍ତି ଯେଉଁମାନେ ବିପଦର ସାମ୍ନା କରି ବିଜୟ ପ୍ରାପ୍ତ କରୁଛନ୍ତି। ଆଉ କିଛି ଲୋକ ହାରି ଯାଉଛନ୍ତି। ଅଧିକାଂଶ ଲୋକ ଯେବେ ବିପଦ ସମୟରେ ଚାଲିଥାଏ, ସେତେବେଳେ ବିପଦକୁ ଭୁଲି ଯାଇଥାନ୍ତି। ଆଉ ଏହା ଏକ ହିଁ ମାନବ ଜୀବନରେ ବିଶେଷ ଭୁଲ ଅଟେ। ସଙ୍କଟ ସମୟରେ ମଣିଷ ସର୍ବଦା ତିନୋଟି କଥା ମନେ ରଖିବା ଉଚିତ। ଆସନ୍ତୁ ଜାଣିବା ସେହି ତିନୋଟି କଥା କ'ଣ କ'ଣ, ସେଗୁଡ଼ିକୁ କ'ଣ। ତ 1 ନମ୍ବରରେ ହେଉଛି, ପ୍ରଥମ କଥାଟି ହେଉଛି, ଯିଏ ଆପଣଙ୍କୁ ଜୀବନରେ ଧୋକା ଦେଇଛନ୍ତି ବା ଆପଣଙ୍କୁ ବିପଦରେ ପକାଇଛନ୍ତି, ସେମାନଙ୍କୁ ଜୀବନରେ କେବେ ବି ଭୁଲିବା ଉଚିତ ନୁହେଁ। ଯିଏ ଆପଣମାନଙ୍କୁ ଜୀବନରେ ଧୋକା ଦେଇଛନ୍ତି, ତାଙ୍କଠାରୁ ସର୍ବଦା ସଚେତନ ରହିବା ଉଚିତ। ସେହି ବ୍ୟକ୍ତି ଆପଣଙ୍କର କେବେ ବି ନିଜର ହେଉନା କାହିଁକି, ଏହିଭଳି ବ୍ୟକ୍ତିଙ୍କୁ କେବେ ବି ଆଉ ଜୀବନରେ ଆସିବାକୁ ଦିଅନ୍ତୁ ନାହିଁ। ସଙ୍କଟ ସମୟରେ ଯିଏ ଆପଣଙ୍କ ହାତ ଛାଡ଼ି ଦିଏ, ସେ କେବେ ବି ନିଜର ହୋଇପାରେ ନାହିଁ। ତେଣୁ ଏହି କଥାକୁ ନିଶ୍ଚୟ ଧ୍ୟାନ ରଖନ୍ତୁ। 2 ନମ୍ବରରେ, ଯେଉଁ ଲୋକମାନେ ଆପଣଙ୍କୁ ଖରାପ ସମୟରେ ସାଥ ଛାଡ଼ି ଦେଉଛନ୍ତି ବା ଯିଏ ଆପଣଙ୍କର ସଙ୍କଟ ସମୟରେ ହତାଶ ହୋଇ ନାହାନ୍ତି, ସେ ଆପଣଙ୍କର ବନ୍ଧୁ କେବେ ବି ହୋଇପାରିବେ ନାହିଁ। ଆଉ ଆଗାମୀ ଭବିଷ୍ୟତ ମଧ୍ୟରେ ସେଭଳି ବ୍ୟକ୍ତିଙ୍କ ଠାରୁ କୌଣସି ଆଶା ରଖିବେ ନାହିଁ, ନଚେତ୍ ଆପଣଙ୍କର ବଡ଼ ମୂର୍ଖାମି ହେବ। ଏଭଳି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ। କେବେ ବି ଆଉ ନିଜର ଲାଇଫ୍ ଏଭଳି ବ୍ୟକ୍ତିଙ୍କୁ ଆସିବାକୁ ଚାନ୍ସ ଦିଅନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ପୁଣି ବିପଦରେ ପକାଇ ଛାଡ଼ି ଚାଲିଯିବେ। ଏଣୁ ଏହି କଥାକୁ ବିଶେଷ ଭାବେ ଆପଣମାନେ ଧ୍ୟାନ ରଖନ୍ତୁ। ତ ସାଙ୍ଗମାନେ, ଲାଷ୍ଟ ଯାହାକି 3 ନମ୍ବରରେ ଅଛି, ତୃତୀୟ କଥା ହେଉଛି, ଯେଉଁ ବ୍ୟକ୍ତି ଖରାପ ସମୟ ବା ଖରାପ ସ୍ଥିତିରେ ଆପଣଙ୍କର ସହଯୋଗ ଦେଇଛନ୍ତି ଏବଂ ଆପଣଙ୍କୁ ସାହସ ଦେଇଛନ୍ତି, ଆପଣଙ୍କର ଯିଏ ବିପଦ ସମୟରେ ସାହାରା ହୋଇଛି, ତାଙ୍କୁ କେବେ ବି ନିଜଠାରୁ ଦୂରେଇ ଯିବାକୁ ଦିଅନ୍ତୁ ନାହିଁ। ଏଭଳି ବ୍ୟକ୍ତି ହିଁ ପ୍ରକୃତରେ ବନ୍ଧୁ ହୋଇଥାଏ। ଏଭଳି ବ୍ୟକ୍ତି ଆପଣଙ୍କର ଜୀବନରୁ ଯଦି ଥରେ ଚାଲିଯିବେ, ତେବେ ଆଉ କେବେ ବି ମିଳିବେ ନାହିଁ। ଆପଣ ଏଭଳି ବ୍ୟକ୍ତିଙ୍କୁ ଯେବେ ଖୋଜିଲେ ବି ସେ ଆଉ ଫେରିବେ ନାହିଁ। ଯେବେ ସଙ୍କଟ ସମୟରେ ଏହି ତିନୋଟି କଥା ଆପଣ ଧ୍ୟାନ ରଖନ୍ତୁ ଏବଂ ସଙ୍କଟ ଆପଣଙ୍କ ଜୀବନରୁ ସବୁଦିନ ପାଇଁ ଦୂରେଇ ଯିବେ।